এই দুনিয়াରେ ଅନେକ ରହସ୍ୟମୟ ମନ୍ଦିର ରହିଛି ଏବଂ ସମସ୍ତଙ୍କର ଭିନ୍ନ ଭିନ୍ନ ରହସ୍ୟ ମଧ୍ୟ ରହିଛି। କେଉଁ ମନ୍ଦିରର ଛାଇ ତଳେ ପଡ଼େନି ତ ପୁଣି କେଉଁ ମନ୍ଦିରର ଦ୍ୱାର 6 ମାସ ପାଇଁ ବନ୍ଦ ହୋଇଯାଏ। ଠିକ୍ ସେହିପରି ଆମ ଓଡ଼ିଶାରେ ଏମିତି ଏକ ମନ୍ଦିର ରହିଛି ଯାହା ସମସ୍ତ ମନ୍ଦିରଠାରୁ ଟିକେ ଭିନ୍ନ। କ'ଣ ଦର୍ଶକ ବନ୍ଧୁ ଆପଣମାନେ ଜାଣନ୍ତି ସେହି ମନ୍ଦିରଟି କ'ଣ ଏବଂ ସେହି ମନ୍ଦିରଟି କେଉଁଠାରେ ଅବସ୍ଥିତ? ଏଠାରେ ରହସ୍ୟ ଉପରେ ରହସ୍ୟ ରହିଛି। ହଁ ଦର୍ଶକ ବନ୍ଧୁ, ଗୋଟିଏ କି ଦୁଇଟି ନୁହେଁ, ଏହି ମନ୍ଦିରରେ ଅନେକ ରହସ୍ୟ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଓଡ଼ିଶାରେ ଏମିତି ଏକ ମନ୍ଦିର ରହିଛି ଯେ କି ପ୍ରକୃତିର ନିୟମକୁ ମାନେ ନାହିଁ, ଯେ ପ୍ରକୃତିର ବିପରୀତ ଦିଗରେ କାମ କରେ। ଯେମିତିକି ଆପଣ ଜାଣନ୍ତି ସବୁ ମନ୍ଦିରରେ ପତାକା ଲାଗିଥାଏ, କିନ୍ତୁ ଆମ ଓଡ଼ିଶାରେ ଏମିତି ଏକ ମନ୍ଦିର ରହିଛି ଯାହାର ପତାକା ପବନର ବିପରୀତ ଦିଗରେ ବହିଥାଏ। ଅନ୍ୟ ସମସ୍ତ ମନ୍ଦିରରେ ପବନ ଦିଗରେ ବହିଲା ବେଳେ ଆମ ଓଡ଼ିଶାରେ ଏମିତି ଏକ ମନ୍ଦିର ରହିଛି ଯାହାର ପତାକା ପବନର ବିପରୀତ ଦିଗରେ ବହିଥାଏ। ଖାଲି ଏମିତି ଗୋଟିଏ ନୁହେଁ, ଏମିତି ଅନେକ ରହସ୍ୟ ରହିଛି ସେହି ମନ୍ଦିରରେ। ତ ଆପଣମାନେ ମଧ୍ୟ ସମସ୍ତେ ସେହି ମନ୍ଦିରକୁ ଭଲ ଭାବରେ ଜାଣନ୍ତି। ମୁଁ କେଉଁ ମନ୍ଦିରର କଥା କହିବାକୁ ଯାଉଛି। ତ ଦର୍ଶକ ବନ୍ଧୁ, ଆଜି ଚାଲନ୍ତୁ ଉନ୍ମୋଚନ କରିବା ଆଉ ଏକ ନୂତନ ରହସ୍ୟ। ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ କମେଣ୍ଟ ବକ୍ସରେ ଟିକେ ଜଣାଇ ଦିଅନ୍ତୁ ଆପଣମାନେ ଓଡ଼ିଶାର କେଉଁ ଜିଲ୍ଲାରୁ ଦେଖୁଛନ୍ତି। ତ ଚାଲନ୍ତୁ ଆଉ ଡେରି ନକରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଦର୍ଶକ ବନ୍ଧୁ, ଆଜି ମୁଁ ଆପଣମାନଙ୍କୁ ଆମ ଓଡ଼ିଶାର ମଉଡ଼ମଣି ପ୍ରତ୍ୟେକ ଓଡ଼ିଆ ହୃଦୟର ଠାକୁର ସେହି କଳା ଠାକୁରଙ୍କ ମନ୍ଦିରର ରହସ୍ୟ ବିଷୟରେ କହିବାକୁ ଯାଉଛି। ଆଜିର ଭିଡ଼ିଓଟି ଟିକେ ଲମ୍ବା ହୋଇପାରେ, ମାତ୍ର ଆଜିର ଭିଡ଼ିଓଟିକୁ ପ୍ରତ୍ୟେକ ଓଡ଼ିଆ ଦେଖିବା ଆବଶ୍ୟକ। କାହିଁକିନା ଏହି ଭିଡ଼ିଓ ମାଧ୍ୟମରେ ଆମେ ପ୍ରଭୁ ଜଗନ୍ନାଥଙ୍କ ଅଲୌକିକ ଲୀଳା ସମ୍ପର୍କରେ ଅବଗତ ହୋଇପାରିବା। ଆମର ସନାତନ ଧର୍ମରେ ମାନ୍ୟତା ରହିଛି ଯେ ପ୍ରତ୍ୟେକ ସନାତନୀକୁ ଚାରିଧାମ ଯାତ୍ରା କରିବା ଆବଶ୍ୟକ। ବନ୍ଧୁଗଣ, ଆପଣମାନେ ତ ଆମର ଚାରିଧାମର ନାମ ଜାଣନ୍ତି, ବଦ୍ରୀନାଥ, ଦ୍ୱାରକା, ରାମେଶ୍ୱରମ୍ ଏବଂ ଜଗନ୍ନାଥ ଧାମ ପୁରୀ। ଦର୍ଶକ ବନ୍ଧୁ, ଜଗନ୍ନାଥ ମନ୍ଦିର ଯେତିକି ସୁନ୍ଦର ସେତିକି ରହସ୍ୟମୟ ମଧ୍ୟ। ଯଦି ମୁଁ ମନ୍ଦିରର ରହସ୍ୟ ଗୁଡ଼ିକୁ କହିବାକୁ ଲାଗିବି ତେବେ ଆପଣ ହୁଏତ ବିଶ୍ୱାସ କରିନପାରନ୍ତି, ହେଲେ ବିଶ୍ୱାସ ନ କରିଲେ ବି ଏଗୁଡ଼ିକ ସତ। ତ ଚାଲନ୍ତୁ ଆଜି ମୁଁ ଆପଣଙ୍କୁ ଜଗନ୍ନାଥ ମନ୍ଦିରର 3ଟି ଦିବ୍ୟ ରହସ୍ୟ ବିଷୟରେ ଜଣାଉଛି। ଦର୍ଶକ ବନ୍ଧୁ, ଏ ପୃଥିବୀରେ ଯେତେ ବି ମନ୍ଦିର ରହିଛି ସନାତନୀ ଧର୍ମ ହିସାବରେ ସମସ୍ତ ମନ୍ଦିରରେ ପ୍ରାୟତଃ ପତାକା ଲାଗିଥାଏ ଏବଂ ତାହା ପବନ ଯେଉଁ ଦିଗକୁ ବହେ ସେହି ଦିଗକୁ ଉଡ଼ିଥାଏ। ମାତ୍ର ଏ ଦୁନିଆରେ ଏ ସଂସାରରେ ଜଗନ୍ନାଥ ମନ୍ଦିର ଏକମାତ୍ର ଏମିତି ମନ୍ଦିର ଯାହାର ପତିତ ପାବନ ବାନା ପବନର ବିପରୀତ ମାର୍ଗରେ ଉଡ଼ିଥାଏ। ଅର୍ଥାତ୍ ଯଦି ପବନ ପୂର୍ବରୁ ପଶ୍ଚିମକୁ ବହେ ତେବେ ପତାକା ପଶ୍ଚିମରୁ ପୂର୍ବକୁ ଉଡ଼ିଥାଏ। ଏହା ରହସ୍ୟ ନୁହେଁ ତ, ଏହା ପ୍ରଭୁଙ୍କ ଲୀଳା ନୁହେଁ ତ ଆଉ କ'ଣ? ଦର୍ଶକ ବନ୍ଧୁ, ଏ ବ୍ରହ୍ମାଣ୍ଡରେ ଗୋଟିଏ ଛୋଟ ଜୀବ ପିମ୍ପୁଡ଼ି ହେଉ ଅବା ଏକ ବୃହତ ବିଶାଳକାୟ ପର୍ବତ ହେଉ, ସୂର୍ଯ୍ୟଙ୍କ କିରଣରେ ସମସ୍ତଙ୍କର ଛାଇ ପଡ଼ିଥାଏ। ଅର୍ଥାତ୍ ସମସ୍ତଙ୍କର ଗୋଟିଏ ଛାଇ ସୃଷ୍ଟି ହୋଇଥାଏ। ମାତ୍ର ଏ ବ୍ରହ୍ମାଣ୍ଡରେ ଏକମାତ୍ର ଏମିତି ମନ୍ଦିର ଶ୍ରୀ ଜଗନ୍ନାଥ ଧାମ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଯାହାର କେବେ ହେଲେ ଛାଇ ପଡ଼ିନଥାଏ। ସେହି ମନ୍ଦିର ଏତେ ବଡ଼ ମନ୍ଦିର ହୋଇଥିବା ସତ୍ତ୍ୱେ ତାର ଛାଇ ଭୂମିରେ ପଡ଼ିନଥାଏ। ତ ଦର୍ଶକ ବନ୍ଧୁ, ଏହା ପ୍ରଭୁଙ୍କର ଏକ ଚମତ୍କାର ନୁହେଁ, ଏହା ଏକ ରହସ୍ୟ ନୁହେଁ ତ ଆଉ କ'ଣ? ବନ୍ଧୁମାନେ, ଆପଣ ଜାଣନ୍ତି ଓଡ଼ିଆ ଲୋକଙ୍କ କଥାରେ ଅଛି କି 12 ମାସରେ 13 ପର୍ବ। ଅର୍ଥାତ୍ ଏହା କହିବା ବାହୁଲ୍ୟ ଯେ ଜଗନ୍ନାଥ ସଂସ୍କୃତିରେ ସବୁବେଳେ ପର୍ବପର୍ବାଣି ଲାଗି ରହିଥାଏ। ସେଥିପାଇଁ ତ ଆମ ଜଗନ୍ନାଥ ସଂସ୍କୃତି ସବୁଠାରୁ ନିଆରା। ଆମ ଆରାଧ୍ୟ ଶ୍ରୀ ଜଗନ୍ନାଥ ପାପୀଙ୍କୁ ମଧ୍ୟ କ୍ଷମା ଓ ମୋକ୍ଷ ପ୍ରଦାନ କରନ୍ତି। ସେ ସବୁବେଳେ ଭକ୍ତ ପ୍ରେମରେ ବିଭୋର ହୋଇ ଉଠନ୍ତି। ଭକ୍ତ ଶାଲବେଗ ହେଉ ଅବା ଦାସିଆ ବାଉରୀ, କାହା ପାଇଁ ପ୍ରଭୁ ରଥ ଅଟକାଇ ଦିଅନ୍ତି ତ ପୁଣି କାହା ହାତରୁ ହାତ ବଢ଼ାଇ ନଡ଼ିଆ ନିଅନ୍ତି। ଆମ ପ୍ରଭୁଙ୍କ କରୁଣା ଯେତିକି ରୋମାଞ୍ଚକ ସେତିକି ନିଆରା ମଧ୍ୟ। ଦର୍ଶକ ବନ୍ଧୁ, ଯଦି ଆଜିର ଭିଡ଼ିଓରେ ମାତ୍ର 50ଟି ଲାଇକ୍ ହୋଇଯାଏ ତେବେ ପରବର୍ତ୍ତୀ ଭିଡ଼ିଓରେ ଭକ୍ତ ଶାଲବେଗ ଓ ଦାସିଆ ବାଉରୀର ବିଷୟରେ ଆଲୋଚନା କରିବା। ଆଉ ହଁ ବନ୍ଧୁଗଣ, ଯଦି ଭିଡ଼ିଓଟି ଆପଣଙ୍କ ପାଖରେ ପହଞ୍ଚିଛି ତେବେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। କାରଣ କଥାରେ ଅଛି, ପ୍ରଭୁଙ୍କ ଆଜ୍ଞା ବିନା ଗଛର ପତ୍ରଟିଏ ମଧ୍ୟ ହଲେ ନା। ତ ହୁଏତ ପ୍ରଭୁଙ୍କ ଆଶୀର୍ବାଦ ହୋଇକି ଆପଣଙ୍କୁ ଏହି ଭିଡ଼ିଓଟିକୁ ଦେଖିବାକୁ ମିଳିଥାଏ। ତ ଚାଲନ୍ତୁ ଆଉ ବିଳମ୍ବ ନ କରିକି ତୃତୀୟ ରହସ୍ୟଟିକୁ ଜାଣିବା। ବନ୍ଧୁମାନେ, ଆମର ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ମଧ୍ୟ ଗୋଟିଏ ଧାମ। ତ ଆପଣମାନଙ୍କ ଭିତରୁ ଅନେକ ମଧ୍ୟ ସେଠାକୁ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିବା ପାଇଁ ନିଶ୍ଚିତ ଭାବେ ଯାଇଥିବେ। ହେଲେ କେବେ ଆପଣ ଅନୁଭବ କରିଛନ୍ତି କି
ଯେତେବେଳେ ଆପଣମାନେ ମନ୍ଦିର ବାହାରେ ଥାଆନ୍ତି ଆପଣଙ୍କୁ ଏକ ଗର୍ଜନ, ଆପଣଙ୍କୁ ଏକ ଶବ୍ଦ ଶୁଭାଯାଏ। କାହାର ଶବ୍ଦ? ନା ସମୁଦ୍ରର ଗର୍ଜନ। କିନ୍ତୁ ଆପଣ ଥରେ ଅନୁଭବ କରନ୍ତୁ ବା ଆପଣ ଥରେ ମନେ ପକାଇବାକୁ ଚେଷ୍ଟା କରନ୍ତୁ, ଯେତେବେଳେ ଆପଣମାନେ ମନ୍ଦିର ବାହାରେ ଥାଆନ୍ତି ଆପଣଙ୍କୁ ସମୁଦ୍ରର ଗର୍ଜନ ସ୍ପଷ୍ଟ ଶୁଣାଯାଏ, ମାତ୍ର ସିଂହଦ୍ୱାର ଭିତରକୁ ପ୍ରବେଶ କରିବା ମାତ୍ରେ ତାହା ଶୁଭାଯାଏ ନାହିଁ। ଏପରି କେମିତି ହୁଏ? ଏହା ପଛରେ ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟକୁ ଆଜି ପର୍ଯ୍ୟନ୍ତ ବାହାର କରିପାରିନାହାନ୍ତି, ଏହି ରହସ୍ୟର ଖୁଲାସା କରିପାରିନାହାନ୍ତି। ବନ୍ଧୁଗଣ, ଆପଣ ଯେଉଁଠି ବି ରୁହନ୍ତୁ କିନ୍ତୁ ନିଜର ପରମ୍ପରା ଓ ସଂସ୍କୃତିକୁ କେବେ ହେଲେ ଭୁଲିବେନି ଓ ଓଡ଼ିଶା ମାଟିରେ ନିଜର ଜନ୍ମକୁ କେବେ ହେଲେ ବ୍ୟର୍ଥ ହେବାକୁ ଦେବେନି। କାହିଁକି ନା କଥାରେ ଅଛି, ପୂର୍ବଜନ୍ମ ତପୋବଳେ ଉତ୍କଳ ମାଟିରେ ଜନ୍ମ ମିଳେ। ପ୍ରଭୁ ଜଗନ୍ନାଥଙ୍କୁ ଭାବର ଠାକୁର କୁହାଯାଏ। ଯଦି ଆପଣ ବି ପ୍ରଭୁଙ୍କର ସହିତ କିଛି ଅନୁଭୂତି ରହିଛି ତେବେ ତାହାକୁ ଆପଣ ଆମ ଏହି ଚ୍ୟାନେଲ ମାଧ୍ୟମରେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ସହ ସେୟାର କରିପାରିବେ। ଏଥିପାଇଁ ଆପଣ ଆପଣଙ୍କ ଅନୁଭୂତିକୁ ଡିସ୍କ୍ରିପ୍ସନରେ ଦିଆଯାଇଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିପାରିବେ। ଆମେ ଆପଣଙ୍କ ଅନୁଭୂତିକୁ ଅଗଣିତ ଦର୍ଶକ ବନ୍ଧୁଙ୍କ ସହ ସେୟାର କରିବୁ। ଆଜିର ଭିଡ଼ିଓଟି ଯଦି ଆପଣଙ୍କ ପାଖରେ ପହଞ୍ଚିଛି ତେବେ ଆପଣଙ୍କୁ କୋଟି କୋଟି ପ୍ରଣାମ, କାରଣ ଆପଣଙ୍କ ଉପରେ ପ୍ରଭୁଙ୍କର ବିଶେଷ କୃପା ରହିଛି। ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ କେବେ ବି ଜୀବନରେ ସୁଯୋଗ ମିଳେ ତ ନିଶ୍ଚିତ ଭାବେ ଆମର ଚାରିଧାମ ଯାତ୍ରା କରନ୍ତୁ, କାହିଁକି ନା ଯାହାଫଳରେ ଆପଣ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରିପାରିବେ। ଦର୍ଶକ ବନ୍ଧୁ, ଆମେ ସମସ୍ତେ କଳିଯୁଗର ମଣିଷ। ଯଦି ଆପଣ କଳିଯୁଗର ରହସ୍ୟ ଜାଣିବାକୁ ଇଚ୍ଛୁକ ତେବେ କମେଣ୍ଟ ବକ୍ସରେ ନିଜର ମତାମତ ଜଣାନ୍ତୁ। ଆମେ ପରବର୍ତ୍ତୀ ଭିଡ଼ିଓ କଳିଯୁଗର ରହସ୍ୟକୁ ଉନ୍ମୋଚନ କରିବା। ଆଉ ହଁ, ଆଜିର ଭିଡ଼ିଓ ଯଦି ଆପଣଙ୍କୁ କିଛି ଶିଖିବାକୁ ମିଳିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ ଓ ସାଙ୍ଗମାନଙ୍କ ସହ ସେୟାର କରିଦିଅନ୍ତୁ। ଆଉ ହଁ, ଭିଡ଼ିଓଟିକୁ ଛାଡ଼ିକି ଯିବା ପୂର୍ବରୁ ବନ୍ଧୁ ଟିକେ ରୁହ, ଜୟ ଜଗନ୍ନାଥ କୁହ। ଆଜିର ଭିଡ଼ିଓରେ ବାସ୍ ଏତିକି। ଦେଖା ହେବ ପୁଣି ଏହିପରି ଆଉ ଏକ ନୂତନ ଇଣ୍ଟରେଷ୍ଟିଂ ଭିଡ଼ିଓରେ। ସେଥି ପର୍ଯ୍ୟନ୍ତ ରହୁଛୁ, ନମସ୍କାର।